ଆମ ଦେଶରେ କଣ ବୋଲି କହୁଛନ୍ତି ଲୋକମାନେ? ଅଶିକ୍ଷିତ, ମୂର୍ଖ, ଅପାଠୁଆ, ଆଦିବାସୀ, ହରିଜନ, ଗରିବ ଲୋକମାନଙ୍କୁ ବୋକା ବନେଇକି ଖ୍ରୀଷ୍ଟିଆନ କରୁଛନ୍ତି। କିଏ କରୁଛନ୍ତି? କୋଉଠି କରୁଛନ୍ତି? ଖାଲି କହିପାରିବେ। ଆମ ଦେଶରେ କଣ ବୋଲି କହୁଛନ୍ତି? ନାଇଁ ନାଇଁ ନାଇଁ, ଏମାନେ ପ୍ରଲୋଭନ ଦେଖାଉଛନ୍ତି, ଲୋଭ ଦେଖାଉଛନ୍ତି, ଟଙ୍କା ପଇସା ଦଉଛନ୍ତି, ଧର୍ମାନ୍ତରୀକରଣ କରୁଛନ୍ତି। କୋଉଠି କରୁଛନ୍ତି? କୋଉଠି କରୁଛନ୍ତି? ମୁଁ ଏଠି 36 ବର୍ଷ ହେଲା ପ୍ରଚାର କରୁଛି, 36 years ହେଲା। ମୁଁ କେବେ ବି କାହାକୁ କହିନାହିଁ ଧର୍ମ ପରିବର୍ତ୍ତନ କର ବୋଲି, କାହାକୁ ଜଣକୁ ବି କହିନାହିଁ। କାରଣ ମୁଁ ଜାଣିଛି ପୃଥିବୀର କୌଣସି ଧର୍ମ ମୁକ୍ତି ଦେଇପାରିବ, କୌଣସି ଧର୍ମ, ପୃଥିବୀର କୌଣସି ଧର୍ମ ଜଣେ ଲୋକକୁ ମୁକ୍ତି ଦେଇପାରିବ ନାହିଁ। ଏପରିକି ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ମୁକ୍ତି ଦେଇପାରିବ ନାହିଁ। ମୁକ୍ତି କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଦେଇପାରିବେ, ଆଉ ସେ କୌଣସି ଧର୍ମର ନାହାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କୌଣସି ଧର୍ମର ନାହାନ୍ତି। ସମୁଦାୟ ମାନବ ଜାତିର ସୃଷ୍ଟିକର୍ତ୍ତା ସିଏ ଅଟନ୍ତି। ତେଣୁ ଯୀଶୁକୁ ଯେ ଗ୍ରହଣ କରୁଛି ତାର ସୃଷ୍ଟିକର୍ତ୍ତାକୁ ସେ ଗ୍ରହଣ କରୁଛି।